ବର୍ଷା ଦିନ ଯେହେତୁ ଆରମ୍ଭ ହୋଇଯାଇଛି ସବୁଆଡ଼େ ଖାଲି ବର୍ଷା ହିଁ ହେଉଛି। ଏବେ ତ ପ୍ରାୟ 7-8 ଦିନ ହେଲାଣି ପୁରା ବର୍ଷା ଲାଗିକି ରହିଛି, ଦିନ ରାତି 24 ଘଣ୍ଟା ଖାଲି ବର୍ଷା ହେଉଛି। ଆଉ ଏତେ ବର୍ଷା ହେଉଛି ଯେ ଆମ ଘର ଚାରିପଟେ ପୁରା ପାଣି ପୁରା ଫୁଲ୍ ହେଇଗଲାଣି। ତ ପାଣି ଦେଖି ଯଦି ଡର ଲାଗୁଛି ସାପ ଫାପ କାଳେ ଘରକୁ ପଶିଯିବ, କିନ୍ତୁ ତଥାପି ବହୁତ ସୁନ୍ଦର ଲାଗୁଛି। ସକାଳୁ ସକାଳୁ ପାଗ ଆଜି ବହୁତ ସୁନ୍ଦର ଦେଇଥିଲା ଆଉ କହିଲେ ନ ସରେ। ତାପରେ ମୁଁ ମୋ କାମରେ ଲାଗିଯାଇଥିଲି, ଫୁଲ ତୋଳିଦେଲି। ଫୁଲ ତୋଳାତୋଳି କରିସାରିଲା ପରେ ଗାଧୁଆ ପାଧୁଆ ସାରି ସାରିଲି। ଠାକୁର ପୂଜା ବି ସରିଲା ପରେ ଆଉ କ'ଣ କାମ, ତାପରେ ରୋଷେଇ ବାସ କରାହେବ। ତାପରେ ସିଧା ଯାଇଥିଲି ରୋଷେଇ ଘରକୁ। ରୋଷେଇ ଘରେ ରୋଷେଇ ଷ୍ଟାର୍ଟ କରିବା ଅଧା ହେଇଛି କି ନାହିଁ, ତାପରେ ଆମ ଗ୍ୟାସ୍ ସରିଗଲା। ତାପରେ ମୁଁ ସିଧା ବାହୁବଳି ଭଳିଆ ଟିକି 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 ନେଇ ଆସିଥିଲି ଗ୍ୟାସ୍କୁ। ତାପରେ ଆଜି ଆମର ଯେ ଶୁଖୁଆ ଭଜା ହେଇଥିଲା, ଡାଲମା ହେଇଥିଲା, ଭଜାଭଜି ବି ସବୁ ହେଇଥିଲା। ଯେହେତୁ ବର୍ଷା ଦିନ ଟିକେ ଭଜାଭଜି ନହେଲେ ଭଲ ଲାଗିବନି, ଆଉ ଗରମ ଗରମ ଖାଇବାକୁ ବହୁତ ଭଲ ଲାଗେ। ତାପରେ ଏମିତି ହିଁ ଆମ ରୋଷେଇ ସରିଯାଇଥିଲା। ରୋଷେଇ ସରିଲା ପରେ ବୋଉ ଆମ ଖାଇବା ନେଇକି ବାପାଙ୍କ ପାଇଁ ଯେହେତୁ ପଳେଇଥିଲେ। ଚୁଇର ମନ ଦୁଃଖ ଆଜି ବହୁତ ହେଇଥିଲା, କାରଣ ଆଜି କିଏ ବି ତାକୁ ବୁଲିବାକୁ ନେଇଥିଲେ, କାରଣ ବର୍ଷା ହେଉଥିଲା। ତ ତଥାପି ତାଙ୍କୁ ଟିକେ ମୁଁ ବୁଝେଇକି ନେଇ ଆସିଲି, ବହୁତ ଖୁସିରେ ପଳେଇ ଆସିଲେ। ଏମିତି ଆମ ଦିନଟା ବିତିଥିଲା। ପୁଣି ସନ୍ଧ୍ୟାବେଳକୁ ଯାଇଥିଲି ଟିକେ ଛାତ ଉପରକୁ। ସନ୍ଧ୍ୟାବେଳେ ଯେହେତୁ ବର୍ଷା ଛାଡ଼ି ଯାଇଥିଲା, ଲୁଗାପଟା ନେଇକି ସବୁ ଛାତ ଉପରେ ଶୁଖେଇ ଦେଇଥିଲୁ। ଟିକେ ହାଲକା ପବନ ନେଇ ଆସିଲେ ଘରକୁ ନେଇ ଆସିବୁ। ତାପରେ ମୁଁ ଗଛ ଦେଖିଲି, ଗଛରେ ବହୁତ ସାରା ଅନାବନା ଗଛ ହେଇଯାଇଛି। ତ ସେସବୁ ଟିକେ ଉପଡ଼ା ଉପଡ଼ି କରିଦେଇଥିଲି। ଆଉ ପାଣି ଯାହା ସବୁ ଥିଲା ସେସବୁ ନିଗାଡ଼ି ଦେଇଥିଲି, କାରଣ ଗଛ ମରିଯିବ ପାଣି ରହିଲେ। ତ ଏମିତି ହିଁ ଆଜି ଦିନଟା ବିତିଥିଲା। ଆଉ ଆପଣମାନଙ୍କ ଦିନ କେମିତି ବିତୁଛି ଟିକେ କମେଣ୍ଟ କରିବେ। ଭିଡ଼ିଓଟି ଭଲ ଲାଗିଲେ କରିବେ।